ଆଜି ହେଉଛି ପବିତ୍ର ମହାବିଷୁବ ସଂକ୍ରାନ୍ତି, ଆମ ଓଡ଼ିଆମାନଙ୍କର ନୂଆବର୍ଷ ଓ ହନୁମାନ ଜୟନ୍ତୀ। ଆଜିର ଦିନ ପାଇଁ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭ ଅଭିନନ୍ଦନ। ସଂକ୍ରାନ୍ତି ଉପଲକ୍ଷେ ନନା ଆସି ଠାକୁର ଘରେ ପୂଜା ଆରମ୍ଭ କଲେଣି। ପୂଜା ହୋମ ସାରି ଏବେ ଆଳତି ହେଉଛି। ଆମେମାନେ ସମସ୍ତେ ଆଳତି ନେଇ ପୁଷ୍ପାଞ୍ଜଳି ଦେଇଥିଲୁ। ଏହାପରେ ଶ୍ରୀ ହନୁମାନଙ୍କ ଜନ୍ମଦିନ ଉପଲକ୍ଷେ ଆମ ଘର ପାଖରେ ଥିବା ଶ୍ରୀ ହନୁମାନ ମନ୍ଦିରକୁ ମୁଁ ଯାଇଥିଲି। ସେଠାରେ ସଙ୍କଟ ମୋଚନ ଶ୍ରୀ ହନୁମାନ ପ୍ରଭୁଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା ସାରି ଘରକୁ ଫେରିଥିଲି। ଘରକୁ ଫେରି ଆଜିର ସଂକ୍ରାନ୍ତିରେ ପଣା ଛତୁଆ ପୂଜା କରାଯାଇଥାଏ। ସେଥିପାଇଁ ସଂକ୍ରାନ୍ତି ହୋମରେ ପୂଜା ଲାଗିଥିବା ନଡ଼ିଆ, କଦଳୀ, ମିଠା, କ୍ଷୀର ଓ ବିଭିନ୍ନ ଫଳରେ ପଣା ଛତୁଆଟିଏ ପ୍ରସ୍ତୁତ କରି ଖାଇଥିଲି। ଆଜି ଦିନରେ ନୂଆ ପାଞ୍ଜି ପୂଜା କରାଯାଇଥାଏ। ଆଜିର ଦିନଠାରୁ ଗୋଟେ ବର୍ଷ ପର୍ଯ୍ୟନ୍ତ ଯେତେ ପୂଜା ପର୍ବାଣୀ ପାଞ୍ଜିରେ ଲିଖିତ ଥାଏ, ଆମେ ସେହି ପାଞ୍ଜି ଅନୁସାରେ ପୂଜା ପର୍ବାଣୀ ପାଳନ କରିଥାଉ। ଏହାପରେ ଖରାବେଳ ପାଇଁ ରୋଷେଇ ହୋଇଥିଲା। ଆଜିର ଖରାବେଳ ଖାଇବାରେ ଥିଲା ଦହି ପଡ଼ି ଅରୁଆ ଭାତର ପଖାଳ, ଏହା ସହିତ ପୋଟଳ ଭଜା, ବାଇଗଣ ଭଜା ଓ ପାମ୍ପଡ଼। ଡୁଗୁ, ଗାଗୁ ଓ ମୁଁ ମିଶି ଏକା ସାଙ୍ଗରେ ଖାଇ ନେଇଥିଲୁ। ଏବେ ରହୁଛି। ଜୟ ଶ୍ରୀ ହନୁମାନ। ଆଜି ଆମ ଓଡ଼ିଆମାନଙ୍କର ନୂଆବର୍ଷ। ଏ ନୂଆବର୍ଷ ସମସ୍ତଙ୍କର ଭଲରେ ଅତିବାହିତ ହେଉ।